हाय सांग मैंने आज आम चिंगुड़ी माछ आम पाड़े बाछुरी मोर फुटिला चिंगुड़ी माछटा ଆମର ବାଛୁଛନ୍ତି ମାର୍କେଟରେ ବାହାରେ ଇଏ କରିବାକୁ ପଡ଼ିବ ନକଲେ ରାତିରେ ବାହାରେ ଠିକ୍ କଥା ତାପରେ ଆଉ କ'ଣ ଆଣିଛନ୍ତି ସାର ଟିକେ ଦେଖିଦେବା ସାରା ଯେ ପୋଇ ଆଣିଛନ୍ତି ପୋଇ ଚିଙ୍ଗୁଡ଼ି କ'ଣ ବଢ଼ିଆ ଆଜି ପୋଇ ଚିଙ୍ଗୁଡ଼ି ମୁଁ ରୋଷେଇ କରିବି ତ ତମ ରୋଷେଇ ରୋଷେଇ କି ଚିନ୍ତା କରୁଛନ୍ତି ମୁଁ ଯେଉଁଗୁଡ଼ା ରୋଷେଇ କରିବି ଆଙ୍ଗୁଡ଼ି କାଟିକି ଜାଣିନାହାନ୍ତି ଆଉ ନୂଆ ନୂଆ ଆଇଛନ୍ତି ତ ଆଗରୁ କାହିଁକି ତ ହେଇନି ଯେମିତି ସଫା ହେଇଥାଉ କିଛି ନାହିଁ ଭାଇ କିଛି ନାହିଁ ଠାସୁକୁ ମାରନ୍ତି କଥାରେ କିଛି ଭ୍ୟାଲୁ ନଥାଏ ଏଇଠି ଯଦି ଚୁଙ୍ଗୁଡ଼ି ଆଣିକିରି କିମ୍ବା ମାଛ ଆଣିକିରି କହିବେ ମୁଁ ରୋଷେଇ କରିବି ଏଇନେ ବାଛି ବୁଛି ଦେଇକି ଫୋପାଡ଼ି ଦେଇଛି ତାପରେ ଧରା ଛୁଆଇ ଦେବେ କୁଆଡ଼େ ପଳେଇଥାଏ କହିବେ 5 ମିନିଟ୍ 10 ମିନିଟ୍ରେ ଆସିଛି ଏପଟେ ଆସିଲା ବେଳେ ରୋଷେଇବାସ ସଜେଇ ଏ ବଢ଼ିଲୁ ଖାଇବା ସବୁବେଳେ ଏଇଭଳିଆ ଆଗ କଥାରେ ବିଶ୍ୱାସ ନାହିଁ ଆଗ କାମରେ ବି ବିଶ୍ୱାସ ନାହିଁ ଖାଲି ବଡ଼ ବଡ଼ କଥା ଚୁଙ୍ଗୁଡ଼ି କଥା ସ୍ପିଡଟା ଦେଖ ଏ ଚିଙ୍ଗୁଡ଼ି ବାଛୁଛନ୍ତି ଗଲେ ମୁଣ୍ଡଟାକୁ ଛିଣ୍ଡେଇ ନା ଗୋଡ଼ ହାତ ନାଞ୍ଜ କିଛି ଛଡ଼ା ନାହିଁ ଏକ ଭିଟାମିନ୍ ମିଳିବ ନା ଭିଟାମିନ୍ ଏକ ନମ୍ବର ନାସ୍ତ ନାହିଁ ଏକ ନମ୍ବର ଚୁଙ୍ଗୁଡ଼ି କିଲୋ ଆଜି 5 ହେଲାଣି ହାତରେ ଘଣ୍ଟା ଲଗେଇକି ମାଛ ହେଉଛନ୍ତି ସେ ଆଇଁଷ ଲାଗୁନାହାନ୍ତି ସେ ଘଣ୍ଟାରେ ସେୟାକୁ ଲଗେଇକି ମନ୍ଦିର ପଳେଇ ଯାଉଛନ୍ତି ସେୟାକୁ ଲଗେଇକି ଅଫିସ୍ ପଳେଇ ଯାଉଛନ୍ତି ସେୟାକୁ ଲଗେଇକି ସବୁ କରୁଛନ୍ତି ସର୍ଫ ଲଗେଇଦେବା କାଚି ଦେବା ନା ସର୍ଫ ପକେଇକି ସର୍ଫ ଏକ୍ସେଲରେ ସଫା କରିଦେବା ଏକାଥରେ ପୁରା ଇଜି ଭାଷା ଭାରି ବଢ଼ିଆ ଆଉ ସେ ନଥିବ ତାର ପୁରା ଡେଟ୍ ଫେଲ୍ ହେଇଯାଇଥିବ ଏତେ ଶୀଘ୍ର ବାଛିଦେଲ କିଲେ ଚିଙ୍ଗୁଡ଼ି ମାନେ 5 ମିନିଟ୍ ଲାଗି ବାଛି ହେଲାଣି ତାର କେମିତି କ'ଣ ବସା ହେଉଛି ଯେ ଭଗବାନଙ୍କୁ ବି ଜଣା ମୁଁ ଖାଲି ରହିଛି ଦେଖିବାକୁ ଆଉ ମୋର ଆଉ କାମ କ'ଣ ଖାଲି ଦେଖିବି ହସିବି ହଉ ଛାଡ଼ ବଛାବଛି ସରୁ ରୋଷେଇ ହେଲେ ଦେଖେଇବି ଆଉ ମୋର ଭାତଟା ଏବେ ଗାଳିକି ଯାଉଛି ଭାତଟା ହେଇଗଲାଣି ଭାତଟା ସିଝିଗଲାଣି ମୋର ଭାତ କାମ ସରେଇଦିଏ ତାପରେ ଦେଖିବା ଆଉ ତରକାରୀଟା କେମିତି କ'ଣ ହେଉଛି କିଏ କରୁଛି କ'ଣ କରୁଛି ଚିଙ୍ଗୁଡ଼ି ପ୍ରୋସେସ୍ ହଉ ତରକାରୀ ହେଇସାର ଦେଖେଇବି ଆଉ